ଆଜିର ଏହି ପବିତ୍ର ସଭାରେ ଉପସ୍ଥିତ ସମସ୍ତ ଗୁରୁଜନ, ସମ୍ମାନୀୟ ଅତିଥିବୃନ୍ଦ, ଭାଇ ଓ ଭଉଣୀମାନେ ଏବଂ ମୋର ପ୍ରିୟ ବନ୍ଧୁମାନେ, ଆପଣଙ୍କୁ ମୋର ଆନ୍ତରିକ ପ୍ରଣାମ ଓ ଅଭିନନ୍ଦନ। ମଣିଷ ଜୀବନରେ ଧନଠାରୁ ବଡ଼ କିଛି ଥାଏ, ଶକ୍ତିଠାରୁ ମଧ୍ୟ ମହାନ କିଛି ଥାଏ। ସେହି ତିନୋଟି ଅମୂଲ୍ୟ ସମ୍ପଦ ହେଉଛି ସମୟ, ସମ୍ମାନ ଓ ବିଶ୍ୱାସ। ଏହି ତିନୋଟି ଜିନିଷ ଯଦି ଜୀବନରେ ଥାଏ ତେବେ ଜୀବନ ସୁନ୍ଦର ହୁଏ। କିନ୍ତୁ ଥରେ ଯଦି ଏଗୁଡ଼ିକୁ ହାତରୁ ଖସିଯାଏ ତାହାକୁ ଫେରାଇ ଆଣିବା ବହୁତ କଷ୍ଟକର ହୋଇପଡ଼େ। ବନ୍ଧୁଗଣ, ଏହି ପୃଥିବୀରେ ସବୁକିଛି କିଣି ହେବ, କିନ୍ତୁ ଗୋଟିଏ ମିନିଟ୍ ସମୟକୁ ମଧ୍ୟ କିଣି ହେବ ନାହିଁ। ଧନ ହରାଇଲେ ପୁଣି ଧନ ଅର୍ଜନ କରାଯାଇପାରେ। ସ୍ୱାସ୍ଥ୍ୟ ଖରାପ ହେଲେ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇହେବ, କିନ୍ତୁ ଯେଉଁ ସମୟ ଚାଲିଗଲା ସେ ସମୟ ଆଉ କେବେ ଫେରି ଆସେ ନାହିଁ। ଘଣ୍ଟାର କଣ୍ଟା ସଦା ଆଗକୁ ବଢ଼ି ଚାଲେ, ସେ କେବେ ପଛକୁ ଫେରେ ନାହିଁ। ଠିକ୍ ସେହିପରି ମଣିଷ ଜୀବନ ମଧ୍ୟ ପ୍ରତିକ୍ଷଣ ଆଗକୁ ଗତି କରୁଛି। ଆମେ ପ୍ରାୟତଃ କହିଥାଉ, କାଲି କରିବି, ଆସନ୍ତା କାଲିଠାରୁ ପରିଶ୍ରମ କରିବି, ଆଉ ଟିକେ ସମୟ ଅଛି। କିନ୍ତୁ ବନ୍ଧୁମାନେ, ଯିଏ ଆଜିକୁ ଅବହେଳା କରେ, ଆସନ୍ତା କାଲି ସେହି ମଣିଷ ଅନୁତାପରେ ଜୀବନ କାଟେ। ଥରେ ଜଣେ ବୃଦ୍ଧ ପିତା ତାଙ୍କ ପୁଅକୁ କହିଲେ, ବାପା, ମୋ ପାଖରେ ଆଉ ବେଶୀ ସମୟ ନାହିଁ, ଟିକେ ସମୟ ମୋ ସହିତ ବସି କଥା ହୋଇଯା। କିନ୍ତୁ ପୁଅ କହିଲା, ବାପା, ମୁଁ ବହୁତ ବ୍ୟସ୍ତ ଅଛି, ପରେ କଥା ହେବ। କିଛି ଦିନ ପରେ ସେହି ପିତା ଏହି ଦୁନିଆ ଛାଡ଼ି ଚାଲିଗଲେ। ସେହି ଦିନ ପୁଅ ପାଖରେ ଧନ ଥିଲା, ସୁବିଧା ଥିଲା, କିନ୍ତୁ ନଥିଲା କେବଳ ତାଙ୍କ ପିତାଙ୍କ ପାଇଁ ଦେବାକୁ ଗୋଟିଏ ମୁହୂର୍ତ୍ତ ସମୟ। ସେତେବେଳେ ସେ ବୁଝିପାରିଲେ, ମଣିଷ ଜୀବନରେ ସବୁଠାରୁ ବଡ଼ ଉପହାର ହେଉଛି ସମୟ। କାରଣ ଯେତେବେଳେ ଆମେ କାହାକୁ ସମୟ ଦେଉ, ସେତେବେଳେ ଆମେ ଆମ ଜୀବନର ଏକ ଅଂଶ ତାକୁ ଉପହାର ସ୍ୱରୂପ ଦେଇଥାଉ। ପ୍ରିୟ ବନ୍ଧୁମାନେ, ମଣିଷର ସୌନ୍ଦର୍ଯ୍ୟ ତାକୁ ମୁହୂର୍ତ୍ତରେ ନୁହେଁ, ତାଙ୍କ ବ୍ୟବହାର ଥାଏ। ଧନୀ ହେବା ମହାନ କଥା ନୁହେଁ, ବରଂ ମଣିଷ ହୋଇ ମଣିଷକୁ ସମ୍ମାନ ଦେବା ହିଁ ପ୍ରକୃତ ମହାନତା। ଆମେ ଯେତେବେଳେ ଅନ୍ୟକୁ ସମ୍ମାନ ଦେଉ, ସେତେବେଳେ ଆମର ବ୍ୟକ୍ତିତ୍ୱ ଅଧିକ ସୁନ୍ଦର ହୋଇଥାଏ। ମନେ ରଖନ୍ତୁ, ଗଛ ଯେତେବେଳେ ଫଳରେ ଭରିଯାଏ, ସେତେବେଳେ ସେଇ ନଇଁ ପଡ଼େ। ଠିକ୍ ସେହିପରି ପ୍ରକୃତ ମହାନ ମଣିଷ ସଦା ନମ୍ର ଓ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି। ଏହି ପୃଥିବୀରେ ଯଦି କେହି ନିଃସ୍ୱାର୍ଥ ଭାବରେ ଆମକୁ ଭଲ ପାଆନ୍ତି, ସେମାନେ ହେଲେ ଆମର ମା ଓ ବାପା, ଯେଉଁମାନେ ନିଜେ ନ ଖାଇ ଆମକୁ ଖୁଆଇଛନ୍ତି। ସେଇ ବାପା ନିଜର ସମସ୍ତ ସ୍ୱପ୍ନକୁ ବଳିଦାନ ଦେଇ ଆମ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଦିନ ରାତି ପରିଶ୍ରମ କରିଛନ୍ତି। ସେମାନଙ୍କ ପ୍ରତି ସମ୍ମାନ ହିଁ ଆମର ପ୍ରଥମ କର୍ତ୍ତବ୍ୟ। ବନ୍ଧୁଗଣ, ଯେଉଁ ଘରେ ବାପା ମାଙ୍କୁ ସମ୍ମାନ ଦିଆଯାଏ, ସେହି ଘରେ ସୁଖ, ଶାନ୍ତି ଓ ଆଶୀର୍ବାଦ ସଦା ବାସ କରେ।